ଏବେ କାନ୍ତ କୋଇଲି ପଢ଼ିଆ, ଯେଉଁଟାକି ଲେଖିଛନ୍ତି କିଏ ନା ବଳରାମ ଦାସ ହେଲା। କାନ୍ତ କୋଇଲି ଗଛ ଚଉଦିଶା, ଯେଉଁଟାକି ଆମର 34 ଛାନ୍ଦ ବିଶିଷ୍ଟ ଥିବ। ଦେଖିବା, ଦେଖନ୍ତୁ ଦେଖନ୍ତୁ 34 ଛାନ୍ଦ ପର୍ଯ୍ୟନ୍ତ ଅଛି ହେଲା। ଚାଲନ୍ତୁ ଏବେ ପଢ଼ିବା କାନ୍ତ କୋଇଲି, ଯେଉଁଟାକୁ କି କିଏ ଲେଖିଛନ୍ତି ନା ବଳରାମ ଦାସ। ଏଥିରେ ଅଛି ଆମର ସୀତା ମାତା ଯେତେବେଳେ ହରଣ ହେଇକି ଯାଇଥିଲେ କି ରାବଣ ଦ୍ୱାରା, ରାବଣ ତାଙ୍କୁ ହରଣ କରିକି ନେଇଥିଲା, ସେତେବେଳେ ସେ ରାମଚନ୍ଦ୍ରଙ୍କ କଥା ମନେ ପକାଇକି ସେ ଏଇଟାରେ କହିଛନ୍ତି ବା କୋଇଲିକୁ ସମ୍ବୋଧନ କରି କହିଛନ୍ତି, ଦୂତ ଭାବରେ କୋଇଲିକୁ କହିଛନ୍ତି, ତାଙ୍କ ଦୁଃଖ ଜଣାଇଛନ୍ତି ହେଲା। କ'ଣ ଜଣାଇଛନ୍ତି ଦେଖିବା ଆମେ। ଦେଖ, କୋଇଲି କାନ୍ତ ମୋର ଗଲେ ମୃଗ ମାରି, କପଟେ ରାବଣ ମୋତେ ନେଉଅଛି ଧରିଲୋ କୋଇଲି। ଏଇଠି କହିବାକୁ ଚାହିଁଛନ୍ତି କି କାନ୍ତ ମୋର ଗଲେ ମୃଗ ମାରି, କୋଇଲିକୁ କହିଛନ୍ତି କି କୋଇଲି କାନ୍ତ। ଏଠି କାନ୍ତ କାହାକୁ କହିଛନ୍ତି ନା ରାମଚନ୍ଦ୍ରଙ୍କୁ ତାଙ୍କ କାନ୍ତ ବୋଲି କହିଛନ୍ତି। କାନ୍ତ ମୋର ଗଲେ ମୃଗ ମାରି, ମୃଗ ମାରିବାକୁ କାନ୍ତ ଯାଇଛନ୍ତି। କ'ଣ ମୃଗ ମାରିବାକୁ ଯାଇଛନ୍ତି ମାନେ ଯେତେବେଳେ ଆପଣ ତ ଜାଣିଥିବେ, ଯେତେବେଳେ କ'ଣ ହେଇଥିଲା, ସୁନାର ହରିଣକୁ ଦେଖିଥିଲେ କି ସୀତାମାତା ଯେତେବେଳେ ସୁନାର ହରିଣକୁ ଦେଖିଥିଲେ, ସେତେବେଳେ ସେ ବହୁତ ଖୁସି ହେଇଯାଇକି ସେ ହରିଣକୁ ଆଣିକିରି ଦିଅ ବୋଲିକି ରାମଚନ୍ଦ୍ରଙ୍କୁ କହିଥିଲେ। ଯାହାଦ୍ୱାରା କି ରାମଚନ୍ଦ୍ର ସେ ହରିଣ ପଛରେ ଯାଇଥିଲେ ତାଙ୍କୁ ଧରିବାକୁ, ଯାହାଦ୍ୱାରା କି ତାଙ୍କୁ ଧରିକିରି ରାବଣ ବେଶ ବଦଳେଇକି ଆସିକି ତାଙ୍କୁ ଧରିକି ନେଇଯାଇଥିଲେ। ସେଇଥିପାଇଁ ସେ କହିଛନ୍ତି ଯେତେବେଳେ ମୃଗ ମାରିବାକୁ ରାମଚନ୍ଦ୍ର ମୃଗ ମାରିବାକୁ ଯାଇଛନ୍ତି, କପଟେ ରାବଣ ମୋତେ ନେଉଅଛି ଧରିଲ। କପଟରେ ରାବଣ ଆସିକି କ'ଣ କରୁଛି ନା ନେଉଛି ଧରିକି, କାହାକୁ ନା ସୀତା ମାତାଙ୍କୁ ଧରିକିରି ରାବଣ ନେଇଯାଉଛି ହେଲା। ତାପରେ ଦେଖିବା, କୋଇଲି ଖଳ ବୋଲି ଜାଣି ନ ପାରିଲି, ଖଳ ଯେ କନକ ମୃଗ ଦେଖି ଲୋଭ କଲିଲ କୋଇଲି ହେଲା। ପୁଣି କ'ଣ କହିଲେ ନା ଖଳ ବୋଲିକି ସେ ଜାଣିପାରିଲେ ନାହିଁ। କିଏ ଖଳ ଭଳି ଆସିଥିଲା ନା ରାବଣ ହେଲା। ରାବଣ ଖଳ ଭଳିକି ଆସିଥିଲା, ଆଉ କ'ଣ କରିଥିଲା ନା ଆସିକି ତାଙ୍କୁ ଧରିକି ନେଇଯାଇଥିଲା। ଖଳ ବୋଲି ଜାଣି ନ ପାରିଲି, ଖଳ ଯେ କନକ ମୃଗ ଦେଖି ଲୋଭ କଲି। ମୁଁ ସେ ଖଳ ରୂପକ, ଯେ ଖଳ ପ୍ରକୃତିର ଲୋକ, ସିଏ ଯିଏକି ରାବଣର ଦୂତ ଥିଲା, ସିଏ ଆସିଥିଲା କ'ଣ କନକ ମୃଗ। କନକ ମାନେ କ'ଣ, କନକ ମାନେ ହେଉଛି ସୁନା ହେଲା। କନକ ମାନେ ସୁନା, ଏଇ ସୁନା ରୂପକ ମୃଗ, ସୁନା ରଙ୍ଗର ମୃଗକୁ ଧରିବାକୁ ଲୋଭ କଲେ ହେଲା। ଲୋଭ କଲି ଲୋ କୋଇଲି, ଲୋଭ କଲେ କିଏ ନା ସୀତା ମାତା ହେଲା। ତାପରେ କ'ଣ ହେଲେ ଦେଖ, ତାପରେ କହିଲା କୋଇଲି ଶ୍ରଦ୍ଧା ବଳିଲା ମୋହର, ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମୋର ଲୋ କୋଇଲି ହେଲା। କହିଛନ୍ତି କ'ଣ ନା କୋଇଲି ଗରୁ ଶ୍ରଦ୍ଧା ବଳିଲା ମୋହର, ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମୋର ଲୋ କୋଇଲି। କହିଲେ ମୋର ଶ୍ରଦ୍ଧା ବଳିଲା କାହା ଉପରେ ନା ସେ ମୃଗ ଉପରେ, ସେ ସୁନାର ମୃଗ ଉପରେ ମୋର ଶ୍ରଦ୍ଧା ବଳିଲା, ଯାହାଦ୍ୱାରା କି ମୁଁ କ'ଣ କଲି, ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମୋର। ଗେଲରେ ମୁଁ କହିଲି ରାମଚନ୍ଦ୍ରଙ୍କୁ କି ମୋତେ ଏଇ ମୃଗ ଆଣିକିରି, କୁରଙ୍ଗୀ ମାନେ ଏଠି ମୃଗ କୁହାଯାଇଛି, କୁରଙ୍ଗୀ ଆଣିକି ମୃଗ ଆଣିକି ମୋତେ ଦିଅ ବୋଲିକି ମୁଁ ରାମଚନ୍ଦ୍ରଙ୍କୁ ଗେଲରେ କହିଥିଲି। ପୁଣି ହେଲା କୋଇଲି ଘଟଣା ଯା କରିଛି ବିଧାତା, ଘରେ ଘୋର ବନେ ମୃଗ ମାରି ଗଲେ ମୋ କରତା ଲୋ। କହିଲେ କୋଇଲି ଘଟଣା ଯା କରିଛି ବିଧାତା, ଯେଉଁ ଘଟଣାଟା ବିଧାତା କରିଛି, ବିଧାତା ଭଗବାନ ଯେଉଁ ଘଟଣାକୁ ଆଗରୁ ସ୍ଥିର କରି ରଖିଛନ୍ତି, ଘୋର ବନେ ମୃଗ ମାରି ଗଲେ ମୋର କରତା ଲୋ। ଘୋର ବନକୁ ମୃଗ ମାରିବାକୁ ଗଲେ କିଏ ନା ମୋର କରତା। କରତା ମାନେ କିଏ, ସେ ରାମଚନ୍ଦ୍ରଙ୍କୁ ଏଠି କହିଛନ୍ତି ନିଜର
କରତା ବୋଲି ତାଙ୍କର କର୍ତ୍ତା ବୋଲି କହିଛନ୍ତି ହେଲା। ତାପରେ କ'ଣ କହିଲେ ନା କୋଇଲି ଲକ୍ଷ୍ମଣକୁ ଜଗାଇ ଦୁଆର ନାଚାରରେ ମୃଗ ବିନ୍ଧି ଗଲେ ରଘୁବୀର ଲୋ ହେଲା। ପୁଣି କହିଲେ କୋଇଲି ଲକ୍ଷ୍ମଣକୁ ଜଗାଇ ଦୁଆର ଲକ୍ଷ୍ମଣକୁ ସେ କ'ଣ କରିଥିଲେ ମୃଗ ମାରିବାକୁ ଯାଇଥିଲେ ଲକ୍ଷ୍ମଣକୁ ତାଙ୍କ ଦୁଆର ଜଗେଇ ଦେଇଥିଲେ ହେଲା। ମାନେ ସୀତାଙ୍କୁ ଜଗିବ ସୀତାଙ୍କୁ କେଉଁଠିକି ବାହାରକୁ ଛାଡ଼ିବନି ତାଙ୍କୁ ଜଗିବ ବୋଲିକି କହିଥିଲେ। ସେଠୁ କ'ଣ ହେଲା ନା ନାଚାରରେ ନାଚାର ମାନେ କ'ଣ ମେଘାଚ୍ଛନ୍ନ ଦିବସ ବୋଲି କହିଛି। ନାଚାର ମେଘାଚ୍ଛନ୍ନ ଦିବସ ମୃଗ ବିନ୍ଧି ଗଲେ ରଘୁବୀର ଲୋ ହେଲା। ନାଚାର ମେଘାଚ୍ଛନ୍ନ ଦିବସ ଦିନ ଥିଲା ଗୋଟେ କ'ଣ ମେଘାଚ୍ଛନ୍ନ ଅନ୍ଧାରିଆ ମାନେ ଖରା ନଥିଲା ସେଇଭଳିଆ ପାଗ ଥିଲା। ଆଉ ମୃଗକୁ ମାରିବାକୁ ବିନ୍ଧି ମାନେ ତୀର ମାରିବାକୁ ଗଲେ କିଏ ରଘୁବୀର କିଏ ନା ରାମଚନ୍ଦ୍ର ହେଲା। ରାମଚନ୍ଦ୍ର ତୀର ମାରିବାକୁ ମାନେ ଯାଇଥିଲେ। ତାପରେ ଦେଖିବା ତାପରେ କ'ଣ ହେଲା ନା ଦେଖ ଚାପ ଧରି ଗଲେ ରଘୁନାଥ ଚାପେ ସର ସନ୍ଧ ମୃଗ ପ୍ରାଣ କଲେ ହତଲ ହେଲା। କହିଲେ ଚାପ ଧରି ଚାପ ହେଉଛି ମାନେ କ'ଣ ଧନୁ ହେଲା। ଧନୁକୁ ଧରିକି ଗଲେ କିଏ ରଘୁନାଥ କିଏ ନା ରାମଚନ୍ଦ୍ର ହେଲା। ରାମଚନ୍ଦ୍ର ହେଉଥିଲେ ରଘୁନାଥ। ଚାପେଶର ସନ୍ଧି ମୃଗ ପ୍ରାଣ କଲେ ହତଲ। ଚାପେ ସରକୁ ଯେଉଁ ସର ହେଲା ଚାପରେ ଧନୁରେ ସରକୁ ସନ୍ଧିକି ମାରନ୍ତି। ମୃଗ ପ୍ରାଣ କଲେ ହତ କଲେ ମାନେ ତାକୁ ମାରିଦେଲେ ମୃଗକୁ ମାରିଦେଲେ ହେଲା। ତାପରେ କ'ଣ ହେଲା ନା ଛାଡ଼ିବାର ବେଳେ ମୃଗ ପ୍ରାଣ ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ ଲୋ ହେଲା। ଯେତେବେଳେ ଛାଡ଼ିବାର ବେଳ ମୃଗ ଯେତେବେଳେ ତାର ସେ ମୃଗର ଯେତେବେଳେ ପ୍ରାଣବାୟୁ ତାକୁ ଛାଡ଼ିକି ଯିବା ସମୟ ଆସିଲା ସେ କ'ଣ କଲା ନା ଯେତେବେଳେ ଆସିଲା ଏତେବେଳେ ସେ ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ। ତାପରେ ସେ ଛଦ୍ମ ବେଶରେ ସେ ରାମଚନ୍ଦ୍ରଙ୍କର କଣ୍ଠସ୍ୱରରେ ଲକ୍ଷ୍ମଣକୁ ଡାକିଥିଲେ କି ମୋତେ ରକ୍ଷା କର ବୋଲିକି ସେ ଡାକିଥିଲେ ହେଲା। ଯାହାଫଳରେ କି ଲକ୍ଷ୍ମଣ ସେଠାକୁ ଯାଇଥିଲେ। ଜାଣି ନ ପାରିଲି ଛନ୍ଦ ମୁହିଁ ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠି ଆଇଲ ହେଲା। ସେତେବେଳେ ସେ ନା ଲକ୍ଷ୍ମଣକୁ ଡାକିନଥିଲେ ସେ ପ୍ରଥମେ କ'ଣ ଡାକିଥିଲେ ନା ଲକ୍ଷ୍ମଣକୁ ଡାକିଥିଲେ। ଯେତେବେଳେ ଇଏ ସୀତାଦେବୀ ଯେତେବେଳେ ଶୁଣିଲେ କି ରାମଚନ୍ଦ୍ର ବିପଦରେ ପଡ଼ିଛନ୍ତି ବୋଲି ସେ କ'ଣ କଲେ ନା ଲକ୍ଷ୍ମଣଙ୍କୁ ପଠେଇଦେଲେ କହିଲେ ତମେ ଯାଅ ତମ ଭାଇଙ୍କର ରକ୍ଷା କରିବ ବୋଲିକି ଯାଅ। ସୀତା ତ ଏତେ କଥା ଜାଣିନଥିଲେ ନା ସେଥିପାଇଁ। ତାପରେ କ'ଣ ହେଲା ଦେଖ ଝଟତିରେ ଯାଆନ୍ତେ ଲକ୍ଷ୍ମଣ ଝାଡ଼ରେ ଭିତରେ ଲୁଚି ଥିଲାଟି ରାବଣ ଲୋ ହେଲା। ଝଟତି ଶୀଘ୍ର କ'ଣ କଲେ ନା ଲକ୍ଷ୍ମଣ ପଳେଇଲେ ହେଲା ରାମଙ୍କୁ ଉଦ୍ଧାର କରିବାକୁ। ତାପରେ କ'ଣ ହେଲା ଝାଡ଼ର ଭିତରେ ଲୁଚିଥିଲେ ରାବଣ ଲୋ। ଝାଡ଼ ଭିତରେ ମାନେ ଜଙ୍ଗଲ ଭିତରେ କିଏ ଲୁଚିଥିଲା ରାବଣ ଲୁଚିକି ରହିଥିଲା। ଯେତେବେଳେ ଲକ୍ଷ୍ମଣ ପଳେଇ ଯାଇଛନ୍ତି ସେତେବେଳେ କିଏ ଅଛନ୍ତି ରାବଣ। ତାପରେ ଗଲା ନିର୍ମଳ ତପସ୍ୱୀ ରୂପ ଧରି ନିର୍ଭରେ ବସିଲା ଆସି ଦୁଆର ଆବରି ଲୋ ହେଲା। ନିର୍ମଳ ତପସ୍ୱୀ ବେଶ ଧରି ନିର୍ମଳ ମାନେ କ'ଣ ଛନ୍ଦ କପଟ ମାୟା କିଛି ନଥିବ ଯେ ସେ ନିର୍ମଳ ତପସ୍ୱୀ ସେଇ ରୂପ ଧରିକିରି କିଏ ଆସିଥିଲେ ରାବଣ। ନିର୍ଭରେ ବସିଲା ଆସି ଦୁଆର ଆବରି ନିର୍ଭୟରେ ହେଲା ନିର୍ଭୟରେ ପୁରା ଆସିକି ବସିଲା କେଉଁଠି ନା ଦୁଆରରେ ତାଙ୍କ ଦୁଆର ମୁହଁରେ ଆବରିକି